ମ୍ୟାଗି ସିଝା ସରିଲାଣି ଏପଟେ ଯୋଉଠି ରଖା ହେଇଛି ତାପରେ ପିଆଜ ଯୋଉଟା କି ଟିକେ ମେଲ୍ଟ ହେବା ପାଇଁ ଅପେକ୍ଷା କରାଯାଇଛି ସେପଟେ ଆମ ଝିଅ ଯାଇକି ବାହାରିକି ଘାଣ୍ଟୁଛନ୍ତି ଏପଟେ ତ ଆମର ତାର ମସଲା ରଖି ଦିଆ ହେଇଛି ଏପଟେ ସାଲ୍ଟ ଅଛି ଏପଟେ ମିଟ୍ ମସଲା ବି ରଖା ହେଇଛି ସେଠି ପିଆଜ ଅଛି ତା ପାଖରେ କଞ୍ଚା ଲଙ୍କା ସହିତ ଯୋଉଟା କି ଟମାଟୋ ରହିଛି ପିଆଜ ଟା ଟିକେ ହେଇସାରିଲା ପରେ ଆମେ ସେଟାକୁ ଇଏ କରିବା ଯେହେତୁ ସେପଟେ ଆମର ସାନ ଭାଇ ମାନେ ଅଛନ୍ତି ବଡ ଭାଇ ମାନେ ଅଛି ସେମାନେ ଅପେକ୍ଷା କରୁଛନ୍ତି ଯଥାଶୀଘ୍ର ଏପଟେ ଆମର ଯଦି ମ୍ୟାଗି ଟା ପ୍ରସ୍ତୁତ ହେଇଯାଏ ସେମାନେ ଯଥାଶୀଘ୍ର ଟିକେ ବ୍ରେକଫାଷ୍ଟ କରିବେ ଯେହେତୁ ଆଜି ଆମ ଝିଅଙ୍କର ହାତ ରନ୍ଧା ତ ସେ ସମସ୍ତେ ଖାଇବା ପାଇଁ ଅପେକ୍ଷା କରିଛନ୍ତି ବହୁତ ସୁନ୍ଦର ଭାଇ କାହିଁ ଦାନ୍ତ ଟିକେ ଦେଖେଇଦିଏ ବହୁତ ଲାଜ ହେଇଥିଲେ ମଧ୍ୟ ତାଙ୍କ ରୋଷେଇରେ ହାତ ରନ୍ଧା ରୋଷେଇ ଆପଣ ଖାଇଲେ ଛାଡିବେନି ଯେହେତୁ ତାଙ୍କେ 10 ପିଲାର ଏତେ ସୁନ୍ଦର ରୋଷେଇ କରନ୍ତି ଯେ ସମସ୍ତେ ତାଙ୍କର ତାରିଫ କରନ୍ତି ସେଥିପାଇଁ ମୁଁ ତାଙ୍କୁ ଆଜି ଆମର ଏଇ ମ୍ୟାଗି ରୋଷେଇରେ ମୁଁ ତାଙ୍କୁ ଡାକିଛି ଯେ ସ୍ୱାଗତ ଯୋଗ୍ୟ ଯିଏ କି ରୋଷେଇ କରିବା ପାଇଁ ସେ ହଉଛନ୍ତି ଆମ ଭାରତୀ ଝିଅ ପୋଲୁ ରୋଷେଇ